ମୁଁ ଗୁଡୁ ଆପଣଙ୍କୁ କ୍ଷେତ୍ର କଥା ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ଓଡ଼ିଶା ପାଣିପାଗ ଜଳବାୟୁ ଅନୁସାରେ କେଉଁ ଧାନ କଲେ ଆମକୁ ଲାଭବାନ ହେବା। ପ୍ରଥମେ ଜାଣିବା ନୁଜିଭିଡୁ ସିଡ୍ସର ଇନ୍ଦ୍ରାଣୀ ବିଷୟରେ। ଏହା ପ୍ରାୟ ଅମଳ ହେବା ପାଇଁ 140ରୁ 145 ଦିନ ସମୟ ନେଇଥାଏ। ଏହି ଧାନ ବେଶୀ ଉଚ୍ଚା ହୋଇନଥାଏ, ପ୍ରାୟ 110 ସେଣ୍ଟିମିଟର ପର୍ଯ୍ୟନ୍ତ ଉଚ୍ଚତା ହୋଇଥାଏ। ଏହି ଧାନରେ ପ୍ରାୟ 20ରୁ 22ଟି ଲେଖାଏଁ ମୂଳରେ ପିଲ ଆସିଥାଏ। ଧାନ ଦେଖିବାକୁ ଲମ୍ବା ଆଉ ମୋଟା ହୋଇଥାଏ। ଆଉ ଏହି ଧାନ ଯଦି ଆମେ ବିହନ ପକାଇବା ରୋଇବା ପାଇଁ ତାହେଲେ 12ରୁ 15 କିଲୋ ବିହନ ଆବଶ୍ୟକ ହୋଇଥାଏ। ଆଉ ଏହି ଧାନ ଯଦି ଆମେ ଭଲରେ ଚାଷ କଲେ ତାହେଲେ 25ରୁ 30 କୁଇଣ୍ଟାଲ ପର୍ଯ୍ୟନ୍ତ ଆମକୁ ଅମଳ ଦେଇପାରେ ଏହି ଧାନ। ଆଉ ଏହି ଧାନର ବ୍ଲାଷ୍ଟ BNB ରୋଗ ପ୍ରତି ସହନଶୀଳତା ଥାଏ ଭଲ। ଆଉ ଏଇ ଧାନର ଗୋଟେ ପ୍ଲସ୍ ପଏଣ୍ଟ ଯେ ଯଦି ବନ୍ୟା ପାଣି ବହୁତ ଦିନ ପର୍ଯ୍ୟନ୍ତ ମାଡ଼ିକି ରହୁଛି ତାହେଲେ ଏହି ଧାନର କିଛି ଅସୁବିଧା ଏତେଟା ହେବ ନାହିଁ। ଏଇଟା ଗୋଟେ ଭଲ ପ୍ଲସ୍ ପଏଣ୍ଟ ଧାନର। ଏଇ ନୁଜିଭିଡୁ ସିଡ୍ସର ଇନ୍ଦ୍ରାଣୀ ଧାନ। ଯେଉଁ ଜାଗାରେ ବେଶୀ ପାଣି ରହୁଛି ସେଇ ଜାଗାରେ ଆମେ ଏଇ ଧାନ କଲେ ଭଲ ଅମଳ ହେବ। ଏହାପରେ ଆମେ ଜାଣିବା ଦ୍ୱିତୀୟ ଧାନ କିସମ ସ୍ୱର୍ଣ୍ଣ ସିଡ୍ସର ଚମକ ଧାନ ବିଷୟରେ। ଏହା ପ୍ରାୟ ଅମଳ ପାଇଁ ପ୍ରସ୍ତୁତ ହେବା ପାଇଁ ମାନେ ତଳି ପକାଇବା ଠାରୁ ଅମଳ ଯାଏଁ 140ରୁ 145 ଦିନ ସମୟ ନେଇଥାଏ। ଉଚ୍ଚତା ପ୍ରାୟ ମଧ୍ୟମ ଧରଣର 110ରୁ 115 ସେଣ୍ଟିମିଟର ପର୍ଯ୍ୟନ୍ତ ଉଚ୍ଚତା ହୋଇଥାଏ ଏହି ଧାନର। ଆଉ ଏହି ଧାନ ମୂଳରେ 20ରୁ 25ଟି ପର୍ଯ୍ୟନ୍ତ ପିଲ ଆସିଥାଏ। ଧାନ ଦେଖିବାକୁ ମଧ୍ୟମ ଧାନରେ ଗୋଲାକାର, ବେଶୀ ଲମ୍ବା ନୁହେଁ, ଗୋଲାକାର ପରିକା ହୋଇଥାଏ ଧାନ। ଆଉ ଧାନ ଅମଳ ଯେଉଁ ବିହନ ପକାଇବା ପାଇଁ ତଳି ପକାଇବା ପାଇଁ 12ରୁ 15 କିଲୋ ଧାନ ଆବଶ୍ୟକ ହୋଇଥାଏ। ଆଉ 25ରୁ 28 କୁଇଣ୍ଟାଲ ପର୍ଯ୍ୟନ୍ତ ଯଦି ଆମେ ଭଲରେ ଚାଷ କଲେ ଅମଳ ଦେଇପାରିଥାଏ। ଏହି ଧାନ ରିସର୍ଚ୍ଚ ଧାନ ବା ଇମ୍ପ୍ରୁଭଡ ଧାନ, ସେଥିପାଇଁ ଏହି ଧାନରେ ପତ୍ରପୋଡ଼ା ରୋଗ, ପତ୍ରମୋଡ଼ା ରୋଗ, BPH ରୋଗ ପ୍ରତି ସହନଶୀଳତା ଥାଏ। ଏହି ଧାନ ମଧ୍ୟମ ଜମି ଗୁଡ଼ିକରେ କରିହେବ ଭଲରେ। ଆଉ ଧାନ ଗୁଡ଼ାକ ଓଜନିଆ ହୋଇଥାଏ। ଏହି ଧାନରୁ ଆମେ ବହୁତ ଅମଳ ନେଇପାରିବା। ଏହାପରେ ଆମେ ଜାଣିବା 3 ନମ୍ବର ଧାନ କିସମ ନୁଜିଭିଡୁ ସିଡ୍ସର ସମ୍ପଦା ବିଷୟରେ। ଏହା ଏକ ଲୋକପ୍ରିୟ ଧାନ ବିହନ। ଏହାକୁ ବହୁତ ଲୋକ କରୁଛନ୍ତି ଧାନର ଅମଳ ବୃଦ୍ଧି କରିବା ପାଇଁ। ଏହା ପ୍ରାୟ ମାନେ ତଳି ପକାଇବା ଠାରୁ ଅମଳ ପର୍ଯ୍ୟନ୍ତ 140ରୁ 145 ଦିନ ଲାଗିଥାଏ। ଆଉ ଧାନ ବେଶୀ ଉଚ୍ଚା ନୁହେଁ, 90ରୁ 100 ସେଣ୍ଟିମିଟର ପର୍ଯ୍ୟନ୍ତ ଉଚ୍ଚା ହୋଇଥାଏ। ସମ୍ପଦା ଧାନରେ ପ୍ରାୟ 15ରୁ 18 ପର୍ଯ୍ୟନ୍ତ ପିଲ ଆସିଥାଏ ଗୋଟିଏ ଧାନ ମୂଳରେ। ଆଉ ଧାନର କାଣ୍ଡ ବହୁତ ଷ୍ଟ୍ରଙ୍ଗ ହୋଇଥାଏ, ପଡ଼ିନଥାଏ ଧାନ ଜଲ୍ଦି। ଆଉ ବିଶେଷ କରି କୋଷ୍ଟାଲ ଏରିଆରେ ଏହା ବହୁତ ଫେମସ୍। ଆଉ ମଧ୍ୟମ ଖାଲୁଆ ଜମିରେ ଏହାକୁ ଆମେ ରୋଇପାରିବା। ରୋଇବା ପାଇଁ ପ୍ରାୟ 10ରୁ 12 କେଜି ବିହନ ଆବଶ୍ୟକ ଆମକୁ ପଡ଼ିଥାଏ। ଧାନ ବେଶୀ ମୋଟା ହୋଇଥାଏ, ଲମ୍ବା ବେଶୀ ହୋଇନଥାଏ, ଛୋଟ ଗୋଲାକାର ଆଉ ମୋଟା ହୋଇଥାଏ। ଆଉ ଏଇ ଧାନର ପ୍ରାୟ ଯେହେତୁ ଇମ୍ପ୍ରୁଭଡ ଧାନ, ଏହା ବହୁତ ରୋଗ ପ୍ରତି ସହନଶୀଳତା ଥାଏ, ଯେପରିକି ବ୍ଲାଷ୍ଟ, BNB, BPH। ଏହି ରୋଗ ପ୍ରତି ମାନେ ସହନଶୀଳତା ବେଶୀ ଥାଏ। କିନ୍ତୁ ମୁଁ ଗୋଟେ କଥା କହିବାକୁ ଚାହୁଁଛି ଯେ ଯେଉଁ ଧାନ ହେଉନା କାହିଁକି, ଆପଣ ଯେଉଁ ଧାନ ବି କରନ୍ତୁ ନା କାହିଁକି, ରିସର୍ଚ୍ଚ ହେଉ କିମ୍ବା ହାଇବ୍ରିଡ୍ ହେଉ କି ଦେଶୀ ଧାନ ହେଉ, ଆପଣ ଯଦି ସେଇ ଧାନରେ ବେଶୀ ନାଇଟ୍ରୋଜେନ ପକାଉଛନ୍ତି ବା ୟୁରିଆ ପକାଉଛନ୍ତି ତାହେଲେ ସେଥିରେ ମାନେ କି ଧାନ ବହୁତ ଡେଙ୍ଗା ହୋଇଯାଇଥାଏ। ୟୁରିଆ ହେରିକା ପକାଇବା ଫଳରେ ଡେଙ୍ଗା ହେଲେ ଯଦି ବହୁତ ପବନ କି ଆମର ବର୍ଷା ବହୁତ ହୁଏ ତେବେ ପଡ଼ିଯିବାର ସମ୍ଭାବନା ବେଶୀ ଥାଏ। ସେଥିପାଇଁ ବେଶୀ ନାଇଟ୍ରୋଜେନ ହେରିକା ପକାନ୍ତୁ ନାହିଁ। ଆମର ବେଶୀ ଜୈବିକ ସାର, ଗୋବର ଖତ ଉପରେ ଧ୍ୟାନ ଦେଲେ ଭଲ ହୁଏ ଧାନ। ଏହାପରେ ଆମେ ଜାଣିବା ଚତୁର୍ଥ ଧାନ କିସମ, ଯେଉଁଟାକି ଅଗ୍ରଜା ସିଡ୍ସର ବ୍ଲାକ୍ ଡାଇମଣ୍ଡ। ଏଇଟା ବହୁତ ବଡ଼ ଧାନ। ଏଇଟା ଖାଲୁଆ ଜମିରେ ଭଲ ହେବ। ଯେଉଁ ଜାଗାରେ ପାଣି ଜମିକି ରହିଯାଉଛି ବେଶୀ ଦିନ, ଯେଉଁ ପାଣି ଶୁଖୁନାହିଁ, ସେଇ ଜାଗା ଗୁଡ଼ାକରେ ଏଇ ଧାନ କଲେ ଭଲ ହେବ। କାହିଁକିନା ଇଏ ପ୍ରାୟ ଅମଳ ହେବା ପାଇଁ 155ରୁ 160 ଦିନ ସମୟ ନେଇଥାଏ। ଏଇ ଧାନ ବ୍ଲାକ୍ ଡାଇମଣ୍ଡ ବଡ଼ ଧାନ ବହୁତ। ଆଉ ପ୍ରାୟ 25ରୁ 30ଟି ପିଲ ଆସିଥାଏ ଗୋଟେ ଗଛ ମୂଳରେ। ଯେଉଁ ଜାଗାରେ ପାଣି ଜମିକି ରହୁଛି ସେଇ ଜାଗାରେ ଏଇ ଧାନ କଲେ ଭଲ ହେବ। ଧାନ ମୋଟା ମଧ୍ୟମ ଧରଣର ହୋଇଥାଏ।
ଆଉ ଏହାକୁ ଯଦି ଆମେ ରୋଇବା ତାହେଲେ 10ରୁ 12 କେଜି ବିହନ ଆବଶ୍ୟକ ଆମକୁ ପଡ଼ିଥାଏ। ଯଦି 10 ହେଲେ ବି ଭଲ, କିନ୍ତୁ ଯଦି 12 କିଲୋ କଲେ ଆହୁରି ଭଲ, କାହିଁକିନା ତଳି ନଷ୍ଟ ହେବାର ବି ସମ୍ଭାବନା ଅଛି ବହୁତ। କାହିଁକିନା ତଳି କେତେ କାଉ ଚଢ଼େଇ ଖାଇଯିବେ, ଆଉ କେତେ ବି ପଚିଯିବାର ସମ୍ଭାବନା ଅଛି। ସେଥିପାଇଁ ଆମେ ଯଦି ହାତରେ 2-3 କିଲୋ ଧାନ ବିହନ ରଖିଥିବା ତାହେଲେ ଭଲ। ଆଉ ଏହା ପ୍ରାୟ 33ରୁ 36 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ଦେଇଥାଏ ଆମକୁ ଏଇ ବ୍ଲାକ୍ ଡାଇମଣ୍ଡ। ଆପଣ ଯଦି ଏଇ ଧାନ କରିବେ ତାହେଲେ ଭଲ ଲାଭ ହେବାର ସମ୍ଭାବନା ଅଛି ଯେଉଁ ଜାଗାରେ ପାଣି ଜମିକି ରହୁଛି। ଆଉ ଏଇଟା ତ ଯେହେତୁ ରିସର୍ଚ୍ଚ ଧାନ, ସେଥିରେ ତ ରୋଗ ପୋକ ପ୍ରତି ସହନଶୀଳତା ଥାଏ। ଗୋଟେ କଥା ମୁଁ କହିବାକୁ ଚାହୁଁଛି ଯେ ଆମେ ଧନ୍ୟ କହୁଛେ 33 କୁଇଣ୍ଟାଲ 36 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ହେବ, କି ନାଇଁ 30ରୁ 35 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ହେବ, ଏଇଟା କହିଦେଲେ ସମ୍ଭବ କେବେ ହେବ ନାହିଁ। କାହିଁକି ନା ଆମେ ଯଦି ଧାନରେ ସେତିକି ଯତ୍ନ ନେବା, କେଉଁ ସମୟରେ କେଉଁ ପିଡ଼ିଆ ଦରକାର, କେଉଁ ସମୟରେ କେଉଁ ଔଷଧ ପକାଇବା, କେଉଁ ରୋଗ ହେଉଛି ତାର ଯତ୍ନ ନେବା, ଆଉ ଯଦି ଆମେ ଭଲରେ ଖତ ସାର ଦେଇକି କରିବା, ଆଉ କେମିତି କ'ଣ ହେଉଛି ଧାନ, କେଉଁ ସମୟରେ ପାଣି ଦରକାର, କେଉଁ ସମୟରେ ପାଣି ଦରକାର ନୁହଁ, କେବଳ ଯେ ପାଣି ମଡ଼େଇକି ରଖିଦେଲେ ଧାନ ବଢ଼ିଯିବ, ଭଲ ଅମଳ ହେଇଯିବ, ସେଇଟା ବି ଭଲ ନୁହଁ। କେବେ କେବେ ପାଣି ଖାଲି କରିବାକୁ ପଡ଼ିଥାଏ। କେଉଁ ସମୟରେ ବେଶୀ ପାଣି ଦରକାର, କେଉଁ ସମୟରେ କେମିତିଆ ସାର ପକାଇବା, କେଉଁ ସମୟରେ କ'ଣ ସ୍ପ୍ରେ କରିବା, ଆଉ କେତେ ସାର ପକାଇବା, କେମିତି ପକାଇବା, ଏରା ବି ସବୁ ଯତ୍ନ ନେବାକୁ ପଡ଼ିଥାଏ। ଅମଳ ବି କେତେବେଳେ କରିବା, ସବୁ ଯତ୍ନ ଯଦି ଆମେ ନେଇକି କଲେ ତେବେ ଆମେ ଏତିକି ପାଇପାରିବା। କି ଆଠାରୁ ବି ଯଦି ଆମେ ଭଲରେ ଯତ୍ନ ନେଇକି ବହୁତ କାମ କରିପାରିକି ବହୁତ ସାର ପକାଇଲେ, ବହୁତ ସାର ବା ବହୁତ ଯତ୍ନ ନେଇକି ଯଦି ଆମେ ଭଲରେ କରିପାରିଲେ ଆଠାରୁ ବି ବହୁତ ଅମଳ ଆସିପାରେ ଆମର। ଯଦି ଆମେ ଭଲରେ ଯତ୍ନ ନ ନେଇକି କଲେ, ବା ବେଶୀ ଆମ ସାର ଆମର ବେଶୀ ନଲେଜ ନାହିଁ, ଆମେ ଇଏ କଲେ ସେଥିରେ ବି ଧାନ କମି ଯାଇପାରେ। ଯଦି ଭଲରେ ଯତ୍ନ ନେଇଗଲେ ବଢ଼ି ଯାଇପାରେ ସେମିତି। ଆଉ ଆମେ ଏତିକି କହିଛେ ବୋଲି ଏତିକି ଅମଳ ଆସିବ ବୋଲି ଏଇଟା ଗ୍ୟାରେଣ୍ଟି ନାହିଁ। ଆଉ ଏହାପରେ ଜାଣିବା ଆମେ 5 ନମ୍ବର ଧାନ ବିଷୟରେ, ଯେଉଁଟାକି ଲକ୍ଷ୍ମୀ ଏଗ୍ରୋ ଇନପୁଟ୍ କମ୍ପାନୀର ଧାନ। ଏଇଟା ବହୁତ ଭଲ ଧାନ। ଏଇଟା ପ୍ରାୟ ମାନେ ଗଛ ତଳି ପକାଇବା ଠାରୁ, ମାନେ ଯେଉଁ ଦିନଠୁ ଆମେ ତଳି ବତୁରେଇଲେ ସେଇ ଦିନଠାରୁ ଅମଳ ହେବା ପାଇଁ 145ରୁ 150 ଦିନ ସମୟ ନେଇଥାଏ। ଏଇଟା ବି ଖାଲ ଜମି ଯେଉଁ ଜାଗା ଗୁଡ଼ାକରେ, ମାନେ ଖାଲ ଜମି ବେଶୀ ଜମି ପାଣି ରହୁଛି, ସେଇ ଜାଗାରେ ଏହାକୁ ବି କରିପାରିବା, କିଛି ଅସୁବିଧା ନାହିଁ। ଏଇଟା ଟିକେ ବେଶୀ ବଡ଼ ନୁହଁ, କିନ୍ତୁ ଅଳ୍ପ ବଡ଼ ଧାନ। 125ରୁ 130 ପର୍ଯ୍ୟନ୍ତ ଏହାର ଉଚ୍ଚତା ହୋଇଥାଏ। ଏଇ ଧାନ ଟିକେ ଉଚ୍ଚ ଧାନ, କିନ୍ତୁ ଚଳିବ, ସେତେ ବେଶୀ ଉଚ୍ଚା ନୁହଁ। ଏଇ ଧାନରେ ପ୍ରାୟ 15ରୁ 20ଟି ଲେଖାଏଁ ପିଲ ଆସିଥାଏ ସବୁ ମୂଳରେ। ଯଦି କେଣ୍ଡା ଗଣିବା ତେବେ 265ରୁ 250ଟି ଧାନ ଗୋଟେ କେଣ୍ଡାରେ ରହିଥାଏ। 11 ଇଞ୍ଚ ପର୍ଯ୍ୟନ୍ତ କେଣ୍ଡାର ଲମ୍ବ ରହିଥାଏ ଏଇ ଧାନ। ଏଇଟା ମାନେ ବହୁତ ଭଲ ଧାନ, ଅରୁଆ ଧାନଟି। ଆଉ ପ୍ରାୟ 30ରୁ 35 କୁଇଣ୍ଟାଲ ଏହାର ଅମଳ ହୋଇଥାଏ। ମାନେ ଏତେ ଭଲ ଧାନ, ବେଶୀ ଅମଳକ୍ଷମ ଧାନ ବି ଏହାକୁ ଏ ଭିତରେ ଗୋଟେ ଧାନ ଗଣା ଯାଇପାରେ। ଆଉ ଆପଣ ଯଦି ଚାହୁଁଛନ୍ତି କେଉଁ ସମୟରେ କେଉଁ ପିଡ଼ିଆ ପଡ଼ିବ, କେତେବେଳେ କେମିତି ପାଣି ଦେବେ, କିପରି ପିଡ଼ିଆ ପକାଇବେ, ଆଉ ତଳି କେମିତି ବୁଣା ହେବ, ବିଶୋଧନ ଧାନ କିପରି ହେବ, ତେବେ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଏମିତି ଇନଫର୍ମେସନ୍ ପାଇବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ସପୋର୍ଟ କରନ୍ତୁ। ରହୁଛି, ନମସ୍କାର।